पुरी श्री गुंडीचा मंदिर पछपटे गुंडीचा बिहार ठारे एक कल्याण मंडप उद्घाटित हो जाइछि। एह कार्यक्रम को पूर्वतन काउंसिलर तथा अनुष्ठान सभापति प्रदीप्त कुमार नायकों अध्यक्षतार मुख्य अतिथि भाव पुरी सदर विधायक सुनील कुमार महांती योगदान करी प्रदीप प्रज्वलन कर नड़िया बाड़ी एही कल्याण मंडपर शुभ उद्घाटन करथिले। ଏହି ଉଦ୍ଘାଟନୀ ଉତ୍ସବରେ ଗୁଣ୍ଡିଚା ବିହାରର ସମସ୍ତ ସଦସ୍ୟ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ। विश्वाधारमेव वन्नं शिवाङ्गं लक्ष्मीकान्तं कमलनयनं योगिविद्यागम्यं वन्दे विष्णुभगवानं सर्वलोकेशनाथं यं ब्रह्मा वरुणेन्द्र रुद्रमरुतस्तुल्यं। सभापति तथा खुशी वातावरण सृष्टि आज गोटे बिल्डिंग इनागुरेसन होगी आम स्वर्गत महेश मांझी पुत्र द्वारा आज इनागुरेसन करागला 4-5 वर्ष तक मो पिता स्वर्गत महेश्वर मांझी अमल अनेक कार्यक्रम जोटा कि आपण मैंने जानते पछक दिशुना आगु एत पर्यटक मैंने पुरी को आसती एत टूरिज्म बढ़े एत टूरिस्ट आसुन एत होटेल फोटेल नाला पुरी सहर छोटिया सहर थिला समस्त उन्नयन कमिटर समस्त मेम्बर्स मान धन्यवाद जनाऊँगी अंचल माँ भूमि मान समस्त धन्यवाद जनाऊँगी। प्रदीप्त कुमार नायक आमर गुंडीचा बिहार उन्नयन कमिटर सभापति। आज जो उद्घाटन कराला ठाकुराणी जो मंडप घर तो कौन कह
ଗୋଟେ ନୂଆ ବିଲ୍ଡିଂଟେ ହେଇଥିଲା ଯେଉଁଠିକି ଆମ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତିଙ୍କ ଦ୍ୱାରା ଉଦ୍ଘାଟନ କରାଗଲା ଏବଂ ଗୋଟେ ଅଞ୍ଚଳରେ ଗୋଟେ ଖୁସିର ବାତାବରଣ ଖେଳିଯାଇଛି। ଆଉ ସମସ୍ତେ ଆଜି ଉପସ୍ଥିତ ଥିଲେ, ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସକ୍ସେସ୍ ହେଲା। ଆଜ୍ଞା, ଏହାଦ୍ୱାରା ସ୍ଥାନୀୟ ଲୋକ କ'ଣ କ'ଣ ସୁବିଧା ପାଇବେ ବୋଲି ଆଶା ରଖିଛନ୍ତି? ହଁ, ବିଧାୟକଙ୍କୁ ଦିଆହେଇଛି ଯେ ବର୍ତ୍ତମାନ କେମିତି ଗୋଟେ 600 ସ୍କୋୟାର ଫିଟ୍ର ଗୋଟେ ନୂଆ ବିଲ୍ଡିଂଟେ ତିଆରି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ଏହି ଅଞ୍ଚଳର ଗୋଟେ ମେଜର ପ୍ରୋବ୍ଲେମ୍ ଅଛି ଯେଉଁଟାକି ପ୍ରାୟ 2 କିଲୋମିଟର ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ସଫାସୁତୁରା କେମିତି ହେବ ତା ପ୍ରତି ତାଙ୍କୁ ଦିଆଯାଇଛି ଏବଂ ସେ ବି ମଧ୍ୟ ସେଇଟା ପ୍ରତିଶ୍ରୁତି ଦେଇଛନ୍ତି ଯେ 5 ଦିନ ଭିତରେ ମେସିନ୍ ଆସିକି ସେଇଟାକୁ କେମିତି ସଫାସୁତୁରା କେମିତି କରିବେ ତା ପ୍ରତି ମଧ୍ୟ ସେ ଧ୍ୟାନ ଦେଇଛନ୍ତି। ମୋ ସାମ୍ନାରେ ଥିବା ସମସ୍ତ ବରିଷ୍ଠ ଗୁରୁଜନମାନଙ୍କୁ, ମା' ମାନଙ୍କୁ ମୋ ନମସ୍କାର। ମୋ ସମ୍ମୁଖରେ ବସିଥିବା ସମସ୍ତ ଏହି ଅନୁଷ୍ଠାନ ବରିଷ୍ଠ ଆଗଧାଡ଼ିର ନେତୃତ୍ୱମାନଙ୍କୁ ମୋର ନମସ୍କାର ପ୍ରଣାମ କରୁଛି ଏବଂ ଯୁବକ ବନ୍ଧୁମାନଙ୍କୁ ମୋର ଶୁଭେଚ୍ଛା ଶୁଭକାମନା ଦେଉଛି। ସର୍ବପ୍ରଥମେ ମୁଁ ଆସିକି ବିଳମ୍ବରେ ପହଞ୍ଚିଲି, ପାଖାପାଖି 40ରୁ 45 ମିନିଟ୍ ବିଳମ୍ବ। କାରଣ ଆଜି ଗୋଟେ ସୁଶାସନ ଦିବସ ଅବସରରେ ଗୋଟେ ସରକାରୀ କାର୍ଯ୍ୟକ୍ରମଟି ସଂସ୍କୃତି ଭବନଟି ସେପଟର ସାଇଡ଼ରେ ଥିଲା। ଯେହେତୁ ବାବୁଲି ଆଗୁଆ ଯାଇ କହିଥିଲେ, ମୁଁ କହିଥିଲି ନାହିଁ ଆଜି ଯେମିତି ହେଲେ ପହଞ୍ଚିବି ଆଉ 1 ସୁଦ୍ଧା ଯାଇ ପହଞ୍ଚିବି। ସେଇ ପ୍ରୋଗ୍ରାମଟି 11ଟା ବେଳକୁ ଆରମ୍ଭ ହେବାର ଥିଲା। ଯେହେତୁ ସେଟା ଗୋଟେ ସରକାରୀ କାର୍ଯ୍ୟକ୍ରମ, କଲେକ୍ଟର, ଏସ୍ପି ମାନେ ଆଜି ସୁଶାସନ ଦିବସରେ ସବୁ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ମାନେ ଆମେ ପୁରୀ ସହରର ଯେଉଁ କାର୍ଯ୍ୟକ୍ରମ ଯାହା କରିବା, ଆମେ ଯେଉଁ ଅଫିସରମାନଙ୍କୁ ନେଇ କରିବା ଗୋଟେ ତାଙ୍କର ଦିବସ ଥିଲା। ସେଇଥିରେ ହିଁ ବିଳମ୍ବ ତାଙ୍କର ଘଣ୍ଟେ ହେବାରୁ ମୁଁ ସେଇ ବିଳମ୍ବରେ ହିଁ ଆସିକି ପହଞ୍ଚିଲି। ନହେଲେ ମୁଁ ଆପଣମାନଙ୍କ ପାଖରେ ଆଗରୁ ଆସିକି ପହଞ୍ଚିବାର ଯୋଜନାରେ ଥିଲି। ତେଣୁ ଟିକେ ବିଳମ୍ବ ପାଇଁ କ୍ଷମା କରିବେ। ଏବଂ ସବୁଠୁ ବଡ଼ କଥା ଯାହା କହୁଥିଲେ, ଆଜ୍ଞା କହୁଥିଲେ, ଆପଣଙ୍କ ଯେଉଁ ଆଶା ବିଶ୍ୱାସ ଅଛି ମୋ ପିତା ସ୍ୱର୍ଗତ ମହେଶ୍ୱର ମହାନ୍ତିଙ୍କ ଉପରେ ଥିଲା, ମୋ ଉପରେ ମଧ୍ୟ ସେ ବିଶ୍ୱାସ ରଖିଛନ୍ତି। ବହୁତ ବହୁତ ଧନ୍ୟବାଦ ଏବଂ ସେ ବିଶ୍ୱାସଟି ଆପଣମାନଙ୍କର ନିଶ୍ଚୟ ମୁଁ କାୟମ ରଖିବି। ଯେଉଁଟାକି ଟିକେ ସମୟ ପୂର୍ବରୁ ବିପ୍ଳବ କହୁଥିଲେ ଯେ ଆମର ରାସ୍ତାଘାଟ ବିଷୟରେ ଅଲରେଡ଼ି ସବୁ ଡେଭଲପମେଣ୍ଟ ହେଇଛି। ଯେଉଁଟା ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ ରହୁଛି ତାହା କେମିତି ସଫା ହେବ ସେଇଟା ଗୋଟେ ମ୍ୟାଟର କହୁଥିଲେ। ପରଦିନ ମୁଁ ପୁରୀ ମ୍ୟୁନିସିପାଲିଟିର ଯେ ଏକ୍ଜିକ୍ୟୁଟିଭ୍ ଅଫିସର ଅଛନ୍ତି ଅଭିମନ୍ୟୁ ବେହେରା, ତାଙ୍କ ସାଙ୍ଗରେ ବିଶେଷ କରି ଏ ବିଷୟରେ ଆଲୋଚନା କରୁଥିଲି। ଆପଣ ଜାଣିଥିବେ ନିର୍ବାଚନ ସରିବାର ପ୍ରଥମ ବିଧାନସଭା ଏଇ ବର୍ଷର ହେଇଥିଲା, ଆପଣଙ୍କର ଜୁନ୍ ମାସରେ ହେଇଥିଲା, ଜୁଲାଇ ମାସରେ ହେଇଥିଲା। ପ୍ରଥମ ଜିନିଷ ମୁଁ ପୁରୀ ସହରର ଯେଉଁଟା ମୁଁ ଲାଷ୍ଟ 4-5 ବର୍ଷ ଭିତରେ ମୁଁ ଦେଖିଲି ଯେ ରାସ୍ତାଘାଟ ଡ୍ରେନେଜ୍ ଏ ଯୋଡ଼େ ଜିନିଷ ମୁଁ ଦେଖିଲି ଗଲା 4-5 ବର୍ଷ ପଛୁଆ ହେଇଯାଇଛି। ସେଇ ଦିଗରେ ମୁଁ ଅଲରେଡ଼ି ମୋ କାର୍ଯ୍ୟକ୍ରମ ଆରମ୍ଭ କରିଥିଲି। ଦ୍ୱିତୀୟ ବିଧାନସଭାରେ ମଧ୍ୟ କଥା ଉଠାଇଥିଲି, ଯାହାଫଳରେ ଗୋଟେ ଡିପାର୍ଟମେଣ୍ଟାଲ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ଡିପାର୍ଟମେଣ୍ଟାଲ ଷ୍ଟାଣ୍ଡିଂ କମିଟିରେ ଯେଉଁ ଅର୍ବାନ୍ ହାଉସିଂ ଡେଭଲପମେଣ୍ଟ ଡିପାର୍ଟମେଣ୍ଟ ରହୁଛି ଓଡ଼ିଶା ସରକାରଙ୍କର, ସେଇ ବିଭାଗର ଗୋଟେ କମିଟି କରାଯାଇଛି ଯେଉଁଥିରେ କି 11 ଜଣ ବିଧାୟକ ଅଛନ୍ତି। ଭୁବନେଶ୍ୱରର 3 ବିଧାୟକ, କଟକ ବିଧାୟକ, ମୁଁ ଅଛି, ବ୍ରହ୍ମପୁର ବିଧାୟକ, ଏମିତି 11 ଜଣ ବିଧାୟକ ଅଛନ୍ତି। ସେଠି ମଧ୍ୟ ବିଶେଷ କରି ଏଇସବୁ ବିଷୟରେ ଯେଉଁଟାକି ଆପଣମାନେ ଯେଉଁଟା ଫେସ୍ କରୁଛନ୍ତି, ଏପଟ ସାଇଡ଼ରେ ତ ବେଶୀ କିଛି ମାନେ ଅସୁବିଧା ହେଉନି କାରଣ ଉନ୍ନତମାନର କାମ ହେଇକି ଅଛି। ଯେଉଁଟା ଆପଣ ପୁରୁଣା ପୁରୀ ଅଛି ଏବଂ ନୂତନ ଯେଉଁଟା ଆପଣ ସେଦିନ ଯାଇଥିଲେ ଆମର କେଉଁଟା ସେଟା ଯେଉଁ 5 କୋଟି 20 ଲକ୍ଷ ଟଙ୍କାର ଅଲରେଡ଼ି ସେ ସାଙ୍ଗସନ୍ ଦେଇକିନା ମୁଁ ଛାଡ଼ିକି ଆସିଛି। ସ୍ୱତନ୍ତ୍ର ଡ୍ରେନ୍ ବ୍ୟବସ୍ଥା କରାଯିବ, ସେଇଟା ଆପଣଙ୍କୁ ମଧ୍ୟ ଦେଖେଇଥିଲି। ଏଇ ଦିଗରେ ମୁଁ ବିଶେଷ କାର୍ଯ୍ୟକ୍ରମ ମୋର ରହିଥିଲା। ଆସି ପହଞ୍ଚିବ ଏବଂ 2ରୁ 3 ଦିନ ଭିତରେ ଡ୍ରେନେଜ୍ ଯେଉଁଗୁଡ଼ା ସବୁ ଯେଉଁଠି ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ୍ କାମ ରହୁଛି ସେଇଠି ସବୁ କାମ ଆରମ୍ଭ କରିବେ ସିଏ ମୋତେ ପ୍ରତିଶ୍ରୁତି ଦେଇଛନ୍ତି। ଏବଂ ଯେହେତୁ ବିଳମ୍ବ ହେଇଛି, ମୁଁ ଅଲଗା କିଛି କଥା ଥିଲା କହିବାକୁ ଚାହୁଁଥିଲି, କହିବି ଭାବୁଛି। ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ, ନ୍ୟୁଜ୍ ଉପାନ୍ତ ଖବର।